ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପଣ୍ଡିପାଲି ଗ୍ରାମରେ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ବାହୁଡ଼ା ଯାତ୍ରା ଗୋଟିଏ ଦିନ ପରେ ପଣ୍ଡିପାଲି ଗ୍ରାମରେ ବାହୁଡ଼ା ଯାତ୍ରା ବହୁ ପୁରାତନ କାଳରୁ ହୋଇ ଆସୁଥିବା ନେଇ ସୂଚନା ରହିଛି। ଏହି ଅବସରରେ ପଣ୍ଡିପାଲି ଗ୍ରାମର ରଥଯାତ୍ରା କମିଟି ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ତିନି ଠାକୁରଙ୍କୁ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧାମୂର୍ତ୍ତି ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ଏହାସହ ଛେରା ପହଁରା କାର୍ଯ୍ୟ ମଧ୍ୟ ସମ୍ପନ୍ନ ହେବା ପରେ ଶତାଧିକ ଭକ୍ତଙ୍କ ଗହଣରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଠାକୁରଙ୍କୁ 56 ଭୋଗ ମଧ୍ୟ ଲଗାଯାଇଥିଲା। ଏହି ବାହୁଡ଼ା ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।